ହଁ ବାବୁ ଇଏ କ'ଣ ଶୁଭା ଯାଉ ନା କ'ଣ ଇଏ କ'ଣ ତମ ଶୁଭା ଯାଉ ନା କ'ଣ ଇଏ କେତେ ତମ ପଛରୁ ଆମେ ଡାକିଲୁଣି ତମକୁ ଶୁଭୁ ନା କ'ଣ ହଁ ହଁ ତୁ ଡାକୁଥିଲୁ କାହିଁ ତୋର କିଛି ଶୁଭୁ ନାହିଁ କ'ଣ ହଁ ଏଇଟା କହ ହଁ ଶୁଭିଲା ଆଉ ଡାକୁଥିଲୁ ଆଉ ଡାକୁଥିଲୁ ତମେ ଶୁଭୁନି ମୁଁ କ'ଣ କରିବି ତାଙ୍କୁ ନ ଶୁଆ ଗଲେ ମୁଁ କ'ଣ କରିବି ନାଇଁ ଶୁଭିବ ନା ଆଉ ଆଚ୍ଛା ବାବୁ କହିଲା ତମ ନିବାସଟା କୋଉଠି ଆମ୍ଭର ନିବାସ ହେଉଛି ଅଯୋଧ୍ୟା ଦେଶରେ ମୁଁ ଅଯୋଧ୍ୟା ଦେଶର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର କିଏ ଦେଖୁଛନ୍ତି କହିବି କାହାକୁ ଶୁଣିବ କିଏ ନିଚ ଲୋକ ହେଇକି ଆମକୁ ନା ମୁଁ ଶୁଣିବି ବଚନ ଦେଇକି ପଳଉଛନ୍ତି ନା ତୁ କହିଲେ ମୁଁ ଶୁଣିବି ତମେ ଶୁଣିବ ମୁଁ କହିବି କିଏ ଏଇଠିକି ଯେତେବେଳେ ଆସିଛ ଏଇଠାରେ ଗୋଟେ ତୀର୍ଥ ଅଛି ତୀର୍ଥଟାକୁ ଟିକେ ବୁଲି କରି ଯିବ ଆଉ ଏଠାରେ ପୁଣି ଗୋଟେ ତୀର୍ଥ ଅଛି କିଏ ଅଜା ଖାଲି ତୀର୍ଥ କହୁଛନ୍ତି ସେଇଟା ଏକ ମହାତୀର୍ଥ ସେଇଟାରେ ବୁଲା କରି ଗଲେ ତମର ମଙ୍ଗଳ ହବ ଲକ୍ଷଣ ଆମେ ତ ସବୁ ବନସ୍ତ ବୁଲି କରି ଆସିଛେ ଆଉ ଫେରିଯିବା କାହିଁକି ଲକ୍ଷଣ ଟିକେ ବୁଲି ବାଲିକି ଯିବ ନା ଆଉ ଏ ତୀର୍ଥକୁ ଟିକେ ଦର୍ଶନ କରିଯିବା ଆସନ୍ତି ଜ୍ୱର ହଉଛି ଆଉ ଇଏ ବାପା ତାଙ୍କର ଜ୍ୱର ହଉଛି ଇଏ ସବୁ ଟିକେ ବୁଲେଇ ବୁଲେଇ କରି ଦେଖେଇ ଦେଇକି ଆସିବୁ ଅଛୁ ତୁ ବୁଲେଇକି ସବୁ ଦେଖେଇବୁ ଆଉ ଚାଲ 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 ଆଚ୍ଛା 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 ସବୁ ଦେଖେଇ ଦେଲ କିନ୍ତୁ ରହିଲା ଆଉ କୋଉଟା ରହିଲା ମୂଳ ମୂଳ ମୂଳଟା ମୂଳଟା କହିବ ନା ଏଇଠି ଏଇଠି ମହାଶୟ ଏଇଠାରେ ଭଗବାନ ବିଷ୍ଣୁ ଗୟାସୁରଙ୍କୁ ମାଡ଼ି ବସିଥିଲେ ତେଣୁ ଏହାର ନାମ ଗୟା ତୀର୍ଥ ରଖାଗଲା ଏଇଠାରେ ତମେ ପିଣ୍ଡଦାନ ଦେଲେ ତମ 27 ପୁରୁଷ ମୁକ୍ତି ପାଇବେ 27 ପୁରୁଷ କ'ଣ ତାଙ୍କ 32 ପୁରୁଷ ମୁକ୍ତି ପାଇଯିବେ 37 ପୁରୁଷ ମୁକ୍ତି ପାଇଯିବେ ହଁ କ'ଣ କହୁଛ ହେଲେ ବ୍ରାହ୍ମଣେ କ'ଣ ଫଳମୂଳ ତନ୍ତୁଳ ଯେ କିଛି ନାହିଁ ନିକଟେ ଆଉ କିପରି ପିଣ୍ଡ କାର୍ଯ୍ୟ କରିବି ସମ୍ପୂର୍ଣ୍ଣ କୁହନ୍ତୁ ବ୍ରାହ୍ମଣ ଅଜା ଫଳମୂଳ ତନ୍ତୁଳ କିଛି ନାହିଁ ନଥାଉ କିଛି ନଥାଉ ସବୁ ନଥିଲେ ବି ଚଳିବା ଲୋକ ଆମେ ପିଣ୍ଡଦାନ ସରୁ ଦିଅ ହେଲେ ବ୍ରାହ୍ମଣେ ମୋ ପାଖରେ ପଇସାଟିଏ ମଧ୍ୟ ନାହିଁ ପିଣ୍ଡ କାର୍ଯ୍ୟ ପରେ ମୁଁ ଆପଣଙ୍କୁ ଦକ୍ଷିଣା ଦେଇପାରିବି ନାହିଁ ପଇସା କ'ଣ ହବ ପଇସା ପଇସା କ'ଣ ହବ କହନି ଆଗ ପିଣ୍ଡଦାନ ସରୁ ପଛରେ ଆମେ ତାକୁ ହିସାବ କରିବାନି ତମେ ଆଗ ପିଣ୍ଡଦାନ ଦିଅ ତମେ ତ ଆମ ନିଜ ଲୋକ ପରେ କେତେ ଆସିକି ଦେଇଦବ ତମେ ଦିଅ ଆଗ ପିଣ୍ଡଦାନ ଓ ବାପା ଅରୁଆ ଚାଉଳ କାଇଁ ଅଛି 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 ଓମ୍ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମମ୍ ତସ୍ମୈ ଶ୍ରୀ ଗୁରବେ ନମଃ ଓମ୍ अब हाथ दिखाओ ओम जगन्नाथाय ते बलभद्र सुभद्राय इदं कुशवटु मंत्र धारणे इदं अत्र गच्छ ओ विष्णुर गंगेश गोदावरी जब सिंधु कुरुक्षेत्र गंगा गया इन पिंड दान काले इदं अत्र गच्छ ओ मंगल भगवान विष्णु मंगल पुण्य काक्य मंगल ध्वज माधव माधव वाक्य माधव हरि सुनंति सदा नित्य सर्व कार्य सुमाधव अच्छा बापा कहल तम पिता ना कौन मोर पिता नाम दशरथ कौरथ दशरथ दशरथ
हे दशरथ महाराजा आज ये गया तीर्थ तुमर ज्येष्ठ पुत्र श्रीरामचंद्र तुमको पिंडदान देउछंती मैं ताको आनंद मन ग्रहण करी स्वर्ग प्राप्ति हुआ। हाँ अच्छा आपा तांक पिता ଆଉ ତାଙ୍କ ପିତାଙ୍କ ନାମ ଅଜ। रघु तांक पिता ना कौन गोज आउ ଗୋଚ ସିଏ କେତେବେଳେ କହିଲେ କି आको कथा कहले ସେ ପରା କହିଲେ ଅଜ। हज ना कलराझर हबो ତମକୁ ତ ଠିକ ସମୟରେ ଶୁଭିବନି आ कोटा कहले ସେ କହିଲେ ଅଜ। अज कथा कह मत होला हे अज महाराजा आज ये गया तीर्थ तुमर ज्येष्ठ नाती श्रीरामचंद्र तुमको पिंडदान देउछंती तुम्हें ताको आनंद मन ग्रहण करी स्वर्ग प्राप्ति हुआ। नमस्कार करो आपा तांक पिता ଆଉ ତାଙ୍କ ପିତାଙ୍କ ନାମ ରଘୁ। କି ଅଜ हाँ ଦେଖିଲେଟି हाँ हाँ ଏଇଟା ସୁଧା ହେଲା हाय रसबिला କସୁଦା ହେଲା କହିଲା ଏଇଟା। କସୁଦା ହେଲା रघु रघु ତ ମୋ ନା କଣ रघु ରଘୁ ସିଏ ମୋର କଣ सी हेले तमर नाती ନାତି ହଁ। ଆଏ ନାତିରେ ଶିଖଦର ପ୍ରାପ୍ତି। अच्छा प्राची नहीं रखी जी रघु अच्छा रघु रघु हे रघु महाराजा आज ये गया तीर्थ तुमर पणनाती श्रीरामचंद्र तुमको पिंडदान देउछंती तुम्हें ताको आनंद मन ग्रहण करी स्वर्ग प्राप्ति हुआ। मत कहीं झिकुचु मत कहीं झिकिलु ସେ ମୋ ଉପରେ କାଇଁ ପକେଇଲେ କିଏ ଆଣିଛୁ କୁହ? ସିଏ किए पकैला ସିଏ ପକେଇଲେ किए पकैला ସିଏ ପକେଇଲେ କାହିଁକି ପକେଇଲେ କାହିଁକି ପକେଇଲେ କଣ ହେଲା କଣ ତମେ ପରେ ତାଙ୍କ ଜେଜ କିଏ ଜେଜ କିଏ କଲା ହଁ। ତମେ କଲ ଏଇନେ ମୁଁ କରିନି ସିଏ ମନ୍ତ୍ର ପଢିକି କଲେ ନା ମୁଁ କଲି ଦେଲି କିଏ କଲା ଖାଲି ତ ହା ହା କିଏ କଲା ତମେ କଲ ମୁଁ କଲି ମତେ ଜେଜ କଣ କହିଲ ତମେ କଣ? ତମେ ତ କହିଲ ହେ ନାତି ଧର ଏହି ପାତ୍ରୀ ହଁ। ମୋ ନାଁ ହେଲା ତାଙ୍କ ଜେଜଙ୍କ ନାଁ ହେଲା ରଘୁ ମୁଁ ତ ତମ ନାଁ ରଘୁ କି ଅଜା ହଁ। ମୁଁ ତମକୁ କଣ ପଚାରିଲି ସିଏ ମୋର କଣ ହେବେ ତମେ କଣ କହିଲ ନାତି ନାତି କହିଲ ମୁଁ ଆଉ କେତେବେଳେ କହିଲି ମୁଣ୍ଡରେ ତମର ଦେଲେ ଗା କାତି ଆଉ କଣ ଅସୁବିଧା କଣ ହେଲା ମୂଳ 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 କାଶ ମୂଳ ମୂଳ ଆଚ୍ଛା ମୂଳ ଆଉ କଣ ରହିଲା ବା କି ହିସାବ- ଏଥର ତମେ ପଳେଇ ଯିବ ଆଉ ପଳେଇବା ଆଉ କାଇଁ ରହିବା ମୂଳଟା ନେଇକି ଯିବା ନା ମୂଳ କୋଉଠୁ ଆସିବ କୋଉ ମୂଳ ସେ ଦେବେ କିଏ ଦେବେ ଇଏ ଦେବେ ଆଉ ହିସାବ କର ତାହେଲେ ହଁ କର କିଛି ଜାଣୁନ କୁହା ହଉଛ କି ଅଜା ତମେ ହିସାବ କରେ ନା ମୁଁ ହିସାବ କରିବି ମୁଁ କହିବି ତ ହିସାବ କରିବ ଆଉ ତାକୁ ଆଚ୍ଛା ସେ ରହିଥା ବାପା କଣ ଆଣିଥିଲା ସେ? ଇଏ କହିଦେବା କଥାଟା କହିଦେଲେ ଭଲ ନା ଆଉ ମୋ କାନରେ ପାଞ୍ଚ କାନରେ ପଡ଼ିବ ଭଲ କଥା ଆଚ୍ଛା ବାପା ଯୋଉ ଆସିଲେ ଆମେ ଅରୁଆ ଚାଉଳ ଆମର କେତେ ଅରୁଆ ଚାଉଳ କେତେ ଆସିଥିଲା ତାଙ୍କୁ ପଚାରୁନ କିଏ ମାହାନ୍ତି ବାବୁ ହଁ ଅରୁଆ ଚାଉଳ କେତେ ଆସିଥିଲା 3 କିଲେ ହଁ 3 କିଲେ 3 କିଲେ କଣ ଏଠି କଣ ସ୍ୱାଦ ହେଇବ ସେ କିଛି କହିବନି ନାଇଁ ନାଇଁ 3 କିଲେ ଯୋଉ ଆସିଥିଲା ହଁ। ତାକୁ 56 ଟଙ୍କା 86 ପଇସା ପକା 56 ଟଙ୍କା 86 ପଇସା କମେଇକି ପକା କମେଇକି ପକା ତାପରେ ଆଉ କଣ ଆସିଥିଲା ତାପରେ କଣଟା ଉଠିବ ଦୁବ ବରକୋଳି ପତ୍ର ଇଏ ସବୁ ଯୋଉ ଆସିଥିଲା ହଁ ଗୁଆ ଘିଅ ଟିଣି ନାଇଁ ଏସବୁ କେତେ 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 ଆସିଥିଲା ଏଗୁରା ଗୁଆ ଘିଅ କେତେ ଆସିବ ରା 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 ହେ ରା। କଣ ତାକୁ 201 ଟଙ୍କା ପକା 200 ହଁ ଟଙ୍କା କେତେ ଆଉ ଗୟାତ୍ରୀ ଥର ଚାନ୍ଦାଟା ହଁ ତାକୁ ପକା 1156 କି ଅଜା ଆଉ ଯୋଉ ଆସିପାରିଲେନି ର କେତେ ହେଲା କିଏ ମୁଣ୍ଡା କରିଦବା କେତେ କହିଦ ସବୁ ମିଶିକି ମୁଣ୍ଡା କରିଦବା କେତେ ହେଇଛି କିଏ 2500 କରିଦବା 25 ହେଲା ହଁ ଆଉ ତାପରେ ଗୟାତ୍ରୀ ଥର ଚାନ୍ଦାଟା 500 500 ଏକ କଣ କିଏ 500 କି 1 ଟଙ୍କା ତ ଲାଗିଛି ଆଉ କଣ ଲଗେଇବା ହଁ, ନାଇଁ। ଏଠି ମହାଶୟ ଆମର 3000 ଟଙ୍କା ହଉଛି ତମେ 1 ଟଙ୍କା ତ ଲାଗିଛି ତମେ ଲଗେଇକି ଦବ ଆମକୁ ଆମେ ଦେଲାକୁ ପଳେଇବା ଆଉ ହଁ ପଳେଇବୁ ଆମେ ଆଉ ହେ ବ୍ରାହ୍ମଣ କଣ ମୁଁ ତ ଆପଣଙ୍କୁ ପ୍ରଥମରୁ କହିଛି କଣ ମୋ ପାଖରେ କାଣି କଉଡ଼ିଟିଏ ମଧ୍ୟ ନାହିଁ ମୁଁ ପିଣ୍ଡ କାର୍ଯ୍ୟ ପରେ ଆପଣଙ୍କୁ ଦକ୍ଷିଣା ଦେଇପାରିବି ନାହିଁ ଅଜା ଆଉ ଆପଣ କ'ଣ ଆଶା କରୁଛନ୍ତି ଯେ ତା ପରିବର୍ତ୍ତେ ଆମର ଗୋଟିଏ ପ୍ରଣାମ ଗ୍ରହଣ କର ଏ ରହ ରହ ସେମିତି କେମିତି ହବ ଖାଲି ନମସ୍କାର ହେଲେ କଣ ପେଟ ପୁରିବ ହଁ। ତ୍ରିପାଠୀ ହଁ। ଆଉ ମୋ ବୋପାର କଣ 18 ଖଣ୍ଡ ବୟସ ଚାଲିଛି ନା ନା ଆମର କିଛି ଟିକେ ପେଟକୁ ଦାନା ମିଳୁନି ମୁଁ ବଡ଼ ବଡ଼ ଆଶା କରିକି ମଣିଷ ଆସିଥିଲା 2 ପଇସା ଇନକମ ହବ ଏ ହଁ ଏ ରୁହ ହଁ ରୁହ ମୁଁ ଯାଉଛି ପାଖକୁ ହଁ ଅଜା ଅଜା ମୋ ସେ ପିଣ୍ଡ ଦାନ କିଛି ନ ଦିଅନ୍ତୁ ଦକ୍ଷିଣା ପକ୍ଷିଣା ତାଙ୍କ ନାନୀଙ୍କ ଦେହରେ ଯୋଉ ସୋରିଷିଆ ମାଳିଟା ପଡିଛି ସେଇଟା ଆଣୁ ନହେଲେ ଆମେ 12 ବର୍ଷ ବସିକି ଖାଇବା ତ୍ରିପାଠୀ ତୋର ସେଟା ମୁଣ୍ଡ ନା ଆଉ କଣ ବେ ସାଜା କେତେ ବଡ଼ ବଡ଼ ଛପର ଉଡ଼ି ଯାଇଛି ଏ ମୋର ତ ଛପର ବେଳେ ଯା ଶୀଘ୍ର କହିଛ ମୁଁ ମାଗିବି ଆଉ କିଏ କହିବ? ତମେ ଟିକେ ମାଗୁନି ଟିକେ ଭଲ ହୁଅନ୍ତା ଆଚ୍ଛା ମୁଁ ତାହେଲେ କହିଦେଉଛି ପାଖକୁ ଯିଅ ଆଚ୍ଛା ମହାଶୟ ମୁଁ କ'ଣ କହୁଥିଲି କି ତମ ପାଖରେ ଯଦି ପଇସା ପତ୍ର କିଛି ନାହିଁ
ମୁଁ କ'ଣ କହୁଥିଲି କି ତମ ନାରୀ ପାଖରେ ଯେଉଁ ହାରଟା ପଡ଼ିଛି ସେ ଚିକିମିକା ହାରଟା ଯଦି ଆମକୁ ଦେଇଦିଅନ୍ତ ଆମେ ତ 6 ମାସେ ଚଳିଯାଆନ୍ତୁ ଆଉ। हे विप्रगणे सुन ताहार उतार सीतांक अलंकार रे नहीं अधिकार आहे विप्रगणे सुन ताहार उतार ତ୍ରିପାଠୀ ମୂଳ ଗରିବ ବୋଧେ ମୂଳ ଗଲା। थांतु आहे ब्राह्मणे हेनी नमस्कार पथरे आणी दक्षिणा देवी मुसातरा आहे विप्रगणे सुन ताहार उतार କାଇଁ ସେମିତି କେମିତି ହବ? ଟିକେ ପଇସା ଦେବାକୁ ପଡ଼ିବ ନା ଆଉ। ଏତେ ପରିଶ୍ରମ କରିଛ ବିନା ପଇସାରେ ତମେ ପଳେଇ ଯାଉ କୁଆଡ଼େ ତାହେଲେ ଦେବାକୁ ପଡ଼ିବ ନା ଆଉ। ରାଜ୍ୟ ପଇସା ଦେବ ନା ଆଉ। निश्चय ब्राह्मणे मु पछर आड़ी दक्षिणा आपण निश्चय करी प्रदान ହଁ बाट छाड़ ब्राह्मणे ହଁ बाट छाड़ ବାଟ ଛାଡ଼ିଦେବ ନା। ହଁ ବିନା ପଇସାରେ ଯିବ କୁଆଡ଼େ ପଇସା ପତ୍ର ଦେବାକୁ ପଡ଼ିବ ନା ଆଉ। पछरे बड़ाई छंती रुह देवी जान काटिले शीघ्र सावधान ब्राह्मणी पुनर्बार उभय नहीं था वो उपयुक्त शास्ति तुम भोग एठारे ब्रह्म हत्या करने पछाव नहीं या वीर लक्षण ପିଣ୍ଡଦାନ ହବ ଦକ୍ଷିଣ ଦେବନି ଏଇଠି କ'ଣ ମାମୁଁର ଗୁଆ ପଡ଼ିଛି ଦେବକି ପଳେଇବ रे कृतज्ञ पशु दल असह्य वाक्य मुखरे करुछ उच्चार न जानी प्रभु राम को महिमा इच्छा हुए सरकार तुम मान को करे ଧ୍ୱଂସ କରିବ କହୁଛି ମନ୍ତ୍ର ଧୂଳି ପକେଇକି ମୂଷା କରିଦିଅ ଦେଖିବା କେମିତି ଧ୍ୱଂସ କରୁଛି ଏ ପୁଅ ତୁ କ'ଣ ଭାବିଛୁ? ଅରେ ଦାନ ନାହିଁ ଦକ୍ଷିଣ ନାହିଁ କ'ଣ ଭାବିଛ? ମଣ୍ଟାରେ କାଣି କଉଡ଼ି ନାହିଁ କଥା କହୁଛ ବଡ଼ ବଡ଼ ଏମିତି ମନ୍ତ୍ର ଫୁଙ୍କିବି ସବୁଦିନ ପାଇଁ ମୂଷା ହେଇକି ବୁଲିବୁ ଚିହ୍ନିଛୁ ମତେ? से मंत्र को मध्य प्रतिरोध करने मो पाखे यथेष्ट शक्ति अच्छी ता पूर्वर ए घेन घेन मोर अभिशाप आहे मूर्ख विप्रगण मोर बाणी शुण आहे मूर्ख विप्रगण मोर बाणी शुण काही पाई ब्राह्मणर घरे हेल जन्म चंडाळर रे चंडाळर रे घरे न जन्मिल पामर
ତାକୁ ତୁମ୍ଭେ ମାନେ ନାଥ କଲ ଦେ ଆସିଲ ବଳେ ଧରି ତାକୁ ତ ଲୁଟିଲ ସେଥିପାଇଁ ରେ ଅଭିଶାପ ପ୍ରଦାନ କରଇ ଦିନ ବୁଦ୍ଧି ନ ଛାଡ଼ିବ ତୁମ୍ଭେ କଦାଚିତ ଚଣ୍ଡାଳର ଘରେ ଯାଇ ପତାଇବ ହାତ ଶୂଦ୍ର ଘରେ ହୋଇବ ଦାଇନ ସୁପକାର ଲକ୍ଷଣ ସୀତେ ଆସ ପ୍ରିୟ ଏ ତୀର୍ଥରେ କ୍ଷଣ ମାତ୍ର ନ ରହିବା ଆମେ ଆସରେ ଲକ୍ଷ୍ମଣ ওলা লক্ষণ আরে যা যা লক্ষণ কইলা লক্ষণ ধরছ লক্ষণ আছে ধ্বংস করিও হ্যাঁ ধ্বংস ধ্বংস করে দেব আর লক্ষণ সকলে ଆଉ ରାଗିଲେ କିଛି ହବନି କେତେ ପରିଶ୍ରମ କଲେ ବଡ଼ ଆଶା ନେଇକି ମଣିଷ ସକାଳୁ ଆସିଥିଲା ଆଜି କିଛି ମିଳିବ କ'ଣ ଭାବିଲା କ'ଣ ଭାବିଲା କ'ଣ ଭାବିଲା କହୁଛି ବୋଲେ ଲକ୍ଷଣ ଆସେ ହଁ ତମେ ଆଉ ଉଠନି କିଏ? କିଏ ତମର ଉଠିଯିବ ଲକ୍ଷଣ ଆସୁନି ରକ୍ତ ମୁଣ୍ଡ ଉଠିବ ଲକ୍ଷଣ ଆସୁନି ଆରେ ଯା ଅଜା ସେ ଯୋଉ ସାପଟେ ଦେଲେ କୋଉ ସାପ ଦେଲେ ଏଇଟା ହଁ ଏଇଟା ଦଣ୍ଡ ବୋଧେ ସେଇଟା କିଛି ହବନି ନା ଏଇଟା ହବ କିଛି ହବନି ବାବା ହଁ କ'ଣ ହେଲା ମୂଳ ବୁଡ଼ିଲା କେତେ ବଡ଼ ସ୍ୱପ୍ନ ଏ ଯୋଉ ଅଭିଶାପଟା ଦେଲା ମୋତେ ଭାରି ବାଧିଲା ବାଧିଲା ଛାତିକି ବାଧିଥିବ ବାଧ ଅଜା ତମର ଭଲ ଉଠୁଛି ଇଏ ବାବା ହଁ ସଜ ଛାଡ଼ ବାବା ଯିବା ପରିଶ୍ରମ ବେକାର ବୃଥା ହେଲା ଅଜା ଓଲଟି ଆମର ଗଲା ଗଲା ଚାଉଳ ଆଣିଲେ ସବୁ ଗଲା ସବୁ ମୁଁ ଆଉ କ'ଣ କହୁଥିଲି କି କଣ ବାପା ଗାଁକୁ ପଳେଇବାଟା ଭଲ ଗାଁକୁ ପଳେଇବା ଭଲ ହବ ଭଲ ହବ ମୁଁ ଗୋଟେ କାମ କର କଣ ମୁଁ ତ ଟିକେ ବୁଢ଼ା ଲୋକ ହଁ ତମେ ପଛରେ ଛୋଟ ପଛରେ ଲୋକ ମୁଁ ଆସୁଛ। ପଛରେ ଆସୁଛି ହଁ। ତମେ ଆଗରେ ପଳ ହଁ ଆମେ ଯିବୁ ଯେ ହଁ। କି ଅଜା ଗୋଟେ ଜିନିଷ ରହିଗଲା ଆଉ କୋଉଟା ରହିଲା ଜିନିଷଟା ରହିଗଲା ଜିନିଷ କୋଉଟା ରହିଲା ତମେ ଟେକିକି ନେଇପାରିବନି ବୁଢା ଲୋକ ନା ମୁଁ ତ ଗଣ୍ଠିଲଟା ଧରିଛି ଆଉ କ'ଣ ଦେଖିବି ନା ଆଉ? ସେଇଟା କି ସେଇଟା ଆଉ କୋଉଟା ସେ ଯୋଉଟା କାଟିଦେଲେ ଆମେ ଧରିଦେଲେ ପଢିଲା ସେ ଯୋଉଟା କାଟିଦେଲେ ସେ ଗୋଟେ କାଟିଦେଲେ ଆମେ ଧରିଦେଲେ ହଁ, ହଁ, ସେଇଟା କ'ଣ ଅଞ୍ଚଳ ଚଞ୍ଚଳା ଅଞ୍ଚଳ ଏ ଚଞ୍ଚଳା ପ୍ରାୟ 3 ବର୍ଷ ହେଲା ବାହା ହେଲାଣି ମୁଁ କଣ ଜାଣିନି ଆଉ? ସେ ବାହାରିଲା ବୋଲି ସେ ଅଞ୍ଚଳ ଅଞ୍ଚଳ ଓ ଅଞ୍ଚଳ ଆଉ ସେ କଥା ମୋତେ କହୁନୁ ଆଉ ଉଠୁ କାହାକୁ ଆମକୁ କାହିଁକି ନାଇଁ ଆମକୁ ନୁହଁ ଆମେ ଭାଗ ବାଣ୍ଟିଦେବା 4 ଭାଗ କରିଦେବା ଆମେ ପରିଶ୍ରମ କରୁନୁ କିରେ ମୁଁ ବୁଢ଼ା ଲୋକ କହିଲି ମୁଁ ଅଞ୍ଚଳ କାଟିଆ ଲୋକ ମୁଁ ଅଞ୍ଚଳ ମୁଁ ଧଇଲି ମୁଁ ପଇଲି ମୁଁ କାହିଁ ଦେବି କାଇଁ ଆମେ ପଢିନୁ କି କୋଉଠି ପଢିଛ ତମେ କି ତମ ଅଜା ଗୋଡ ଧରିଥିଲୁ ଯୋଉ କୋଉଠି ହେଲା କିରେ ଗୋଡ଼ ଧଇଲେ କ'ଣ ହବ କିରେ ଜିନିଷଟାକୁ ମୁଁ ଧରିଥିଲି ନା କି ନାହିଁ ଅଜା ଆଉ? ତମକୁ ଡାକିଆ ଲୋକ ଏଠି କିଏ 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 କ'ଣ? ଡାକିଲେ କ'ଣ ହବ କ'ଣ ମୁଁ ପରିଶ୍ରମ କଲି ମୁଁ ଆମେ ନ ପାଇଲି ଡାକିଲେ ତମେ ଆଇଥାନ୍ତ ଏଠିକି କି ଅଜା ଆମକୁ ଦେଇଦିଅ ସେମିତି ଦେଇ ସେଇଟା 4 ଭାଗ କରିଦେବ ସମସ୍ତେ ଭାଗେ ନାଗେ ବାଣ୍ଟିକି ନେଇଯିବ କୋଉଟା ଅଞ୍ଚଳଟା ନା କ'ଣ ସେଇଟା ଦେଇ ହବନି ସେଇଟା କଣ ତମ ବୋପାର ଦବନି କିରେ ତ୍ରିପାଠୀ କ'ଣ ବୋପାଣା କ'ଣ ଧଇଲୁ କିଏ ସିଏ ଧଇଲା ତମ ବୋପାର କ'ଣ ହେଲା ଆଉ କ'ଣ ତୋ ବୋପାର ଏ ଅଜା ବୋପାର କଲ କୁଆଡ଼େ ଯିବି? ବୋପାର କଲ କୁଆଡ଼େ ଅଜା ଦେବି ଗଣ୍ଡଗୋଳ ହବ ହେଲା? ଗଣ୍ଡଗୋଳ ହବ ଭଲରେ ଭଲରେ କହୁଛି ଦେଇଦିଅ। ତ୍ରିପାଠୀ ଭଲରେ ଭଲରେ କହୁଛି ଅନାନି। ଦେଇଦିଅ
ଆରେ ମୁଁ ଆମ ଗାଁରେ ଗଣ୍ଡଗୋଳ କରି କରି ମୋର ମୁଣ୍ଡ ଫାଳେ ସେଇଟା ତ ନାହିଁ ମୁଣ୍ଡ ଦୋଷ। ସେଇଟା ତ ମୁଣ୍ଡର ରୋଗ ହେଇଥିବ ଏଇଟା। ଇଏ ଆମେ କଣ କରିବୁ? କି ତୁ ଅଜା? ଭାବେ ନା ଗଣ୍ଡଗୋଳ ହଉଛି ଅଜା ଭଲରେ ଭଲରେ କହୁଛି ଦେଇଦିଅ। ଜମା ଦେବିନି ଅଜା ଭଲ ହବନି କହୁଛି। ଅଜା ହଁ ଅଜା ଗଣ୍ଡଗୋଳ ହବ। ଗଣ୍ଡଗୋଳ ହବ। ଗଣ୍ଡଗୋଳ ହବ ଅଜା ସବୁ ପୁଡ଼ି ଦେଇ ବାଳ। ଗଣ୍ଡଗୋଳ ହବ ତମର ଆজ ଯେତିକି ଅଛି ସବୁ ପୁଡ଼ି ଦେଇ ବାଳ। ହବ ହଁ। ହଉ ହଉ। ମୁଁ କଣ ଡରୁଛି ନା କଣ ଅଜା ହଁ। ଅଞ୍ଚଳ ନେଇକି ରହିବୁ ଆମେ। ଇଏ ଆମେ ଅଞ୍ଚଳ ମୁଁ ଦେବି ନାହିଁ ଅଞ୍ଚଳ ଦବାକୁ ବାଧ୍ୟ। ଦେବିନି ଗଣ୍ଡଗୋଳ ହଉ। ହଉ। ত্রিপাঠী 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 तो परे पाताल ट्रेन चढ़ी जीव रे त्रिपाठी तम बस गुण बढ़ी जीव बुढ़ाटा को कि हईराण कले मरब रे ब्राह्मण दल तम बस गुण बढ़ तम माइप माने अधारू थी रांड हे त्रिपाठी रघु मरीगला रे कोठी त्रिपाठी रे त्रिपाठी चल टिके पानी नहीं आ पानी नहीं योगा त्रिपाठी Fuego, fuego.